ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। କଟକ ଏସ୍ସିବି ମେଡିକାଲରେ ବଡ଼ ଧରଣର ଅଘଟଣ। ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି, ଯାହା ଦେଖିଲେ ବଡ଼ ପ୍ରଶ୍ନ ଉଠୁଛି ଏସ୍ସିବି ମେଡିକାଲର କର୍ତ୍ତୃପକ୍ଷଙ୍କ ଉପରେ। ଏସ୍ସିବି ମେଡିକାଲର ପୁରୁଣା ମେଡିସିନ ୱାର୍ଡରେ ସିଲିଂ ଖସି ଜଣେ ବୃଦ୍ଧ ଆହତ। ଜଣେ ବୃଦ୍ଧ ନିଜ ସୁଗାର ପ୍ରୋବ୍ଲେମ ପାଇଁ ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ଆସିଥିଲେ ଚିକିତ୍ସା ହେବା ପାଇଁ। ଚିକିତ୍ସା ହେଉଥିବା ସମୟରେ ହିଁ ଏସ୍ସିବି ମେଡିକାଲର ସିଲିଂ ଖସି ଅର୍ଥାତ୍ ଛାତ ଖସି ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏଠି ବଡ଼ ପ୍ରଶ୍ନ ଉଠୁଛି, ରୋଗୀ ଏସ୍ସିବି ମେଡିକାଲକୁ ଚିକିତ୍ସା ହେବା ପାଇଁ ଯିବେ ନା ଚିକିତ୍ସା ହେବା ଅବସ୍ଥାରେ ଆହୁରି ଗୁରୁତର ହେବେ? ତାକୁ ନେଇ ବଡ଼ ପ୍ରଶ୍ନ। ଯେଉଁଠି ହଜାର ହଜାର ମଧ୍ୟବିତ୍ତ ପରିବାରର ଲୋକ କଟକ ବଡ଼ ମେଡିକାଲକୁ ଆସ୍ଥା, ବିଶ୍ୱାସ, ଭରସା ନେଇ ଆସନ୍ତି ଚିକିତ୍ସାଧୀନ ହେବା ପାଇଁ, ସେଠି ଯଦି ଏଭଳି ଏକ ଅଭାବନୀୟ ପରିସ୍ଥିତି ଘଟିବ, ଛାତ ଫାଟି ଲୋକଙ୍କ ଉପରେ ପଡ଼ି ଆହୁରି ଆହତ କରିବ, ସେଠି କ'ଣ କୁହାଯାଇପାରିବ ଏସ୍ସିବି କର୍ତ୍ତୃପକ୍ଷଙ୍କ ଉପରେ? ଗୋଟେ ଏତେ ବଡ଼ ମେଡିକାଲ ଯେଉଁଠିକି ଅନେକ ଲୋକ ଆଶା, ବିଶ୍ୱାସ, ଭରସା ନେଇକି ଆସନ୍ତି, ନିଜ ଅସୁବିଧା ହୁଏ ପ୍ରାଇଭେଟ ମେଡିକାଲରେ ଯେଉଁମାନେ ଦେଖାଇ ପାରନ୍ତିନି, ସେମାନେ ସରକାରୀ ସୁବିଧା ପାଇଁ କଟକ ବଡ଼ ମେଡିକାଲକୁ ଧାଇଁ ଆସନ୍ତି ଅନେକ ଗରିବ ଗୁରୁବା ଲୋକମାନେ। ସେଭଳି ସ୍ତରରେ ଏଠି କ'ଣ କୁହାଯିବ? କେଉଁଭଳି ଭାବରେ ଏଠି ଏତେ ଅବ୍ୟବସ୍ଥା, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହେଉଛି, ଯେଉଁଠି ଏସ୍ସିବି ମେଡିକାଲରେ ଅନେକ ରୋଗୀ ଆସନ୍ତି ଟ୍ରିଟମେଣ୍ଟ ହେବା ପାଇଁ, ସେଠାରେ ଏତେ ଅବ୍ୟବସ୍ଥା କେମିତି? ରାଜ୍ୟର ଅନେକ ସ୍ଥାନରୁ ଲୋକମାନେ ଏଠି ଆସନ୍ତି ନିଜ ସ୍ୱାସ୍ଥ୍ୟ ସେବା ପାଇଁ, କିନ୍ତୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି, ଯେଉଁଠିକି ଛାତ ଫାଟି ସିଲିଂ ଫାଟି ଜଣେ ବୃଦ୍ଧ ବୟସ୍କ ମୁଣ୍ଡ ଫାଟିଥିଲା। ଯେଉଁ ପରବର୍ତ୍ତୀ ସମୟରେ ହିଁ ବୃଦ୍ଧକୁ ପୁରୁଣା ମେଡିସିନ ୱାର୍ଡରୁ ତଳେ ଚଟାଣରେ ଶୁଆଇ ଦେଇ ସେବା କରାଯାଇଥିଲା। ଏମିତି ଏକ ଅଭାବନୀୟ ପରିସ୍ଥିତି ଗତକାଲି ହିଁ ଦେଖିବାକୁ ମିଳିଥିଲା। ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ରୋଗୀମାନେ ସେଠି ମଧ୍ୟ ହସ୍ତଗୋଳ କରିଥିଲେ, ହୋ ହାଲ୍ଲା କରିଥିଲେ। ଏହାପରେ ବୁଝାସୁଝା ହେବା ପରେ ହିଁ ସେମାନେ ଶାନ୍ତ ପଡ଼ିଥିଲେ। କିନ୍ତୁ ଏଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି, ଯେଉଁଠିକି ଗୋଟେ ଏତେ ବଡ଼ ନାଁ, ଏତେ ପପୁଲାରିଟି ଏସ୍ସିବି ମେଡିକାଲ, କଟକ ବଡ଼ ମେଡିକାଲ କହିଲେ ସମସ୍ତେ ଜାଣନ୍ତି, ସେଠାରେ ଏଠି ଅବ୍ୟବସ୍ଥା ଦେଖିବାକୁ ମିଳୁଛି, ଯେଉଁଠିକି ସମ୍ପୂର୍ଣ୍ଣ ଭାବରେ ଯଦି ଦେଖିବା ପ୍ରଶାସନ କ'ଣ କରୁଛି, ସେଠି ପ୍ରଶାସନଙ୍କ ଉପରେ ବଡ଼ ପ୍ରଶ୍ନ ଉଠୁଛି। ପ୍ରଶାସନ କେମିତି ଭାବରେ ଏମିତି ଅବହେଳା କରୁଛି? ଯଦି ହୁଏତ କାଲି ବଡ଼ ଧରଣ ଗୋଟେ ଅଘଟଣ ଘଟିଥାନ୍ତା, ତା ପଛରେ ଦାୟୀ ହେଇଥାନ୍ତା କିଏ? ଆଜି ହୁଏତ ଛୋଟ ମୋଟ ଅଘଟଣ ଘଟିଗଲା, ଯଦି ବଡ଼ ଅଘଟଣ ଘଟିଥାନ୍ତା, ଏହା ପଛରେ ଦାୟୀ ହେଇଥାନ୍ତେ କିଏ? କ'ଣ ପାଇଁ ବଡ଼ ମେଡିକାଲରେ ଏମିତି ଅବ୍ୟବସ୍ଥା? କ'ଣ ପାଇଁ ରୋଗୀ ନିଜ ସେବା କରିବା ବଦଳରେ ତାଙ୍କୁ ଆହୁରି କଷ୍ଟ ମିଳୁଛି? ସେଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି କଟକ ଏସ୍ସିବି ମେଡିକାଲରେ। ଇଏ ହେଉଛି କଟକର ବଡ଼ ମେଡିକାଲର ମେଡିସିନ ୱାର୍ଡର, ଇଏ ହେଉଛି ପୁରୁଣା ମେଡିସିନ ୱାର୍ଡ, ଯେଉଁଠିକି ଅନେକ ଲୋକ ଟ୍ରିଟମେଣ୍ଟ ହେଉଥିଲେ, ଚିକିତ୍ସାଧୀନ ହେଉଥିଲେ। ସେହି ଚିକିତ୍ସାଧୀନ ଅବସ୍ଥାରେ ହିଁ ଜଣେ ବୃଦ୍ଧ ବୟସ୍କ ଉପରେ ଖସି ପଡ଼ିଲା ସିଲିଂ।